ରଙ୍ଗମରା ବିଦ୍ୟାଳୟ ନୁହେଁ, ପ୍ରକୃତ ବିଶ୍ୱସ୍ତରୀୟ ଭିତ୍ତିଭୂମି ସମ୍ପନ୍ନ ବିଦ୍ୟାଳୟ ନିର୍ମାଣ ହେଉଛି। ଗତ ପ୍ରାୟ 19 ମାସ ହବ ଓଡ଼ିଶା ବି ଏହି ଦ୍ରୁତ ବିକାଶର ଯାତ୍ରୀ ହୋଇଛି। ରାଜ୍ୟବାସୀଙ୍କର ଭଲ ପାଇବା ତଥା ଅସୀମ ଆଶୀର୍ବାଦକୁ ପାଥେୟ କରି ସାଧାରଣ ଜନତାଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମ ସରକାର ଅନବରତ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଆମର ଲକ୍ଷ୍ୟ ହେଉଛି ଆସନ୍ତା 10 ବର୍ଷ ମଧ୍ୟରେ ସମୃଦ୍ଧ ଓଡ଼ିଶା ଗଠନ କରିବା। ଯେତେବେଳେ 2036 ମସିହାରେ ଆମେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବା, ଆମ ରାଜ୍ୟ ଦେଶର ସର୍ବଶ୍ରେଷ୍ଠ 5ଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିବ। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ଜିଲ୍ଲା ସମୃଦ୍ଧ ହେବା ଉଚିତ। ଅନ୍ୟଥା ଏହି ପରିକଳ୍ପନାକୁ ସାକାର କରିହେବ ନାହିଁ। ଏଥିପାଇଁ ଆମ ସରକାର ମାନନୀୟ ମୋଦିଜୀଙ୍କର ମନ୍ତ୍ର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ କାର୍ଯ୍ୟ କରୁଛି। ବର୍ତ୍ତମାନ ସମାଜରେ ଏକ ଦ୍ରୁତ ପରିବର୍ତ୍ତନଶୀଳ ବାତାବରଣ ସୃଷ୍ଟି ହୋଇଛି। କ୍ଷିପ୍ର ଗତିରେ ଟେକ୍ନୋଲୋଜି ବଦଳୁଛି। ଏଥିସହିତ ତାଳ ଦେଇ ନ ଚାଲିଲେ ଆମେ ପଛରେ ପଡ଼ିଯିବା। ତେଣୁ ନୂତନ ବୈଷୟିକ ଜ୍ଞାନ କୌଶଳକୁ ଆଦୃତ କରି ରାଜ୍ୟକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ। ଆମ ବିକାଶ ମଡେଲରେ ରହିଛନ୍ତି ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଦ୍ୱାରା ରେଖାଙ୍କିତ କରାଯାଇଥିବା 4 ବର୍ଗ, ଯେପରିକି ଗରିବ, ଅନ୍ନଦାତା, ଯୁବ ଏବଂ ମହିଳାଙ୍କ ପ୍ରତି ବିଶେଷ ଧ୍ୟାନ ରଖିବା। ଓଡ଼ିଶା ଏକ ଜନମଙ୍ଗଳକାରୀ ରାଜ୍ୟ। ତେଣୁ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସୁବିଧା ଯେପରିକି ବିଜୁଳି, ପାଣି ଓ ସଡ଼କ ପରି ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର, ଲୋକଙ୍କ ସରକାର, ଆପଣଙ୍କ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାଥମିକ ତଥା ଉଚ୍ଚ ଶିକ୍ଷାର ସ୍ୱରୂପ ସମ୍ପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି। ଏହି କିଛି ଦିନ ପୂର୍ବେ ବାଣପୁର ଠାରେ ମା ଭଗବତୀଙ୍କ ଆଶୀର୍ବାଦ ନେଇ ମୁଁ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲି। ଏହି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆସନ୍ତା ଦିନରେ ଦେଶର ଏକ ମଡେଲ ହେବାକୁ ଯାଉଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ପ୍ରଶିକ୍ଷିତ ଶିକ୍ଷକ ଓ ବିଦ୍ୟାର୍ଥୀଙ୍କର ମୂଳଦୁଆକୁ ଶକ୍ତିଶାଳୀ ଭାବେ ଗଢ଼ିବେ, ଯାହାଦ୍ୱାରା ଗାଁ ସ୍କୁଲରେ ପଢିଥିବା ପିଲାଟି ସହରର ପିଲା ସହିତ ସମାନ ଭାବରେ ପ୍ରତିଯୋଗିତା କରିପାରିବ। ଏତଦବ୍ୟତୀତ ଆମ ରାଜ୍ୟରେ ନୂତନ ଜାତୀୟ ଶିକ୍ଷାନୀତି 2020 ଯାହା ଶୁଦ୍ଧ ରାଜନୈତିକ କାରଣରୁ ଲାଗୁ କରାଯାଇପାରି ନଥିଲା, ବର୍ତ୍ତମାନ କାର୍ଯ୍ୟକାରୀ ହୋଇସାରିଛି। ଆମ ସରକାର ଦେଶର ହାତ ଗଣିତ କିଛି ରାଜ୍ୟ ମଧ୍ୟରେ ଅନ୍ୟତମ, ଯେଉଁମାନେ ମୋଟ ବଜେଟର 14% ଅଧିକ ଖର୍ଚ୍ଚ କରୁଛନ୍ତି। ଏଥିରୁ ଆପଣମାନେ ଜାଣିପାରୁଥିବେ ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାରଙ୍କର ପ୍ରତିବଦ୍ଧତା। ରଙ୍ଗମରା ବିଦ୍ୟାଳୟ ନୁହେଁ, ପ୍ରକୃତ ବିଶ୍ୱସ୍ତରୀୟ ଭିତ୍ତିଭୂମି ସମ୍ପନ୍ନ ବିଦ୍ୟାଳୟ ନିର୍ମାଣ ହେଉଛି। ମାନନୀୟ ମୋଦିଜୀଙ୍କର ଆଉ ଗୋଟିଏ ଜନମଙ୍ଗଳକାରୀ ଯୋଜନା ରାଜନୀତିର ଶିକାର ହୋଇଥିଲା, ଆୟୁଷ୍ମାନ ଭାରତ ଯୋଜନା। ଆମ ସରକାର ଆସିବା ପରେ ଏହି ଯୋଜନାକୁ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭାବେ ପ୍ରଣୟନ କରିଛନ୍ତି। ଦେଶର ବରିଷ୍ଠ ନାଗରିକଙ୍କର ପାଇଁ ଆୟୁଷ୍ମାନ ବୟବନ୍ଦନା ଯୋଜନା ପ୍ରଣୟନ ହୋଇଛି। ଆଜି ଆମ ରାଜ୍ୟରେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ 3.5 କୋଟି ଲୋକ ଉପକୃତ ହେଉଛନ୍ତି ଏବଂ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ପାଉଛନ୍ତି। ମହିଳାମାନେ ହେଉଛନ୍ତି ଆମ ଜନସଂଖ୍ୟାର ଅଧା। ଯେ ପର୍ଯ୍ୟନ୍ତ ଆପଣମାନଙ୍କର ବିକାଶ ହୋଇନାହିଁ, ପ୍ରକୃତ ଓଡ଼ିଶା ଗଠିତ ହେବ କିପରି? ଆମ ଧର୍ମଗ୍ରନ୍ଥରେ ଲେଖା ଅଛି, ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ। ଅର୍ଥାତ୍ ଯେଉଁଠାରେ ନାରୀକୁ ସମ୍ମାନ କରାଯାଏ, ସେଠାରେ ଦେବତାମାନେ ବିଚରଣ କରନ୍ତି। ଏହି ପରିପ୍ରେକ୍ଷୀରେ ମାନନୀୟ ମୋଦିଜୀ ଦାୟିତ୍ୱ ଗ୍ରହଣ କରିବାର ମାତ୍ର 8 ମାସ ମଧ୍ୟରେ ଅର୍ଥାତ୍ 22 ଜାନୁଆରୀ 2015 ଦିନ ବେଟି ବଚାଓ ବେଟି ପଢାଓ ଯୋଜନାର ଶୁଭାରମ୍ଭ କରିଥିଲେ। ଆମ ସରକାର ମଧ୍ୟ ନାରୀ ସୁରକ୍ଷା ସହିତ ନାରୀ ସମ୍ମାନକୁ ଅଧିକ ପ୍ରାଥମିକତା ଦେଇଛନ୍ତି। ତେଣୁ ପ୍ରଥମ କ୍ୟାବିନେଟରେ ସୁଭଦ୍ରା ଯୋଜନାକୁ ମଞ୍ଜୁରୀ ଦେବା ପରେ ପ୍ରଥମ 8 ମାସ ମଧ୍ୟରେ ଆମ ସରକାର 1 କୋଟିରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି।
केवल महिलांकर विकास पर चलित बजेट रे रेकर्ड 99,662 कोटी टंका केवल मां मानकर प्रावधान करा जायछि। एही प्रावधान मोट बजेट आकार प्राय 30%। एही टंका तांकर शिक्षा, स्वास्थ्य, गमनागमन, जीवन जीविका इत्यादि रे संपूर्ण भाव में खर्च करा जाउछि।